ହେଲେ ଗାଡ଼ିଟା କେତେ କ'ଣ ପଡ଼ୁଛି ପ୍ରାଇସ୍? ଏଇଟା ଆପଣ କୋଉଟା ଗ୍ରୁପରେ ଯଦି ନେବେ ଟିକେ କମ୍ ପଡ଼ିବ, ଇଣ୍ଡିଭିଜୁଆଲ ଯଦି ନେବେ ବୋଲେ ଟିକେ ଅଧିକ ପଡ଼ିବ ଆଉ 16,000 ସମଥିଙ୍ଗ ଆସିବ। ହେଲେ ମୁଁ ତାଙ୍କର ଡେଲିଭରି କରିଦେବି। ଡେଲିଭରି କୋଉ ଡେଟ୍ କ'ଣ କୋଉ ଡେଟ୍ ସାର୍? 6 ତାରିଖ ନାଇଁ 6 ସମଥିଙ୍ଗ ନାଇଁ ଆଉ ତାହେଲେ 7 ନାଇଁ 7-8 ତ ପୁରା ବନ୍ଦ ରହିବ, 6-7-8 ଦିନ ବନ୍ଦ। 6-7 ଟୋଟାଲ ହେବନି? ହେଲେ ଆଜ୍ଞା କ'ଣ ପାଇଁ ବୁକିଂ ହେବନି? ଦେଖନ୍ତୁ ଆଜ୍ଞା 6-7-8 ତିନି ଦିନ ମା ରାମଚଣ୍ଡୀଙ୍କର ବହୁତ ବଡ଼ ପୂଜା ଅନୁଷ୍ଠାନ ସେଇଠି ଚାଲିଛି। ପୁଣି ସେଇଠି ବହୁତ ସନ୍ଧ୍ୟାବେଳ ମଧ୍ୟ ଆପଣ ଫ୍ରି ଡ୍ୟାନ୍ସ ଗ୍ରୁପ୍ ସବୁ ସେଇଠି ଆସିକି ନାଟ୍ୟ ନୃତ୍ୟ ସବୁ ହେବେ, ପିଲାମାନେ ସବୁ ସେଥିରେ ବ୍ୟସ୍ତ ରହିବେ। ଯାହାହେଲେ ମଧ୍ୟ ଆପଣଙ୍କୁ 9-10 ପରେ ଆଜ୍ଞା ମିଳିପାରିବ ସାର୍। ହେଲେ ଯେଉଁ ମା ରାମଚଣ୍ଡୀଙ୍କର ଯେଉଁ ମହୋତ୍ସବଟା ହେଉଛି ଏଇଟା ତୃତୀୟ ବାର୍ଷିକ ଉତ୍ସବ କି? ହଁ ଆଜ୍ଞା ଏଇଟା ତୃତୀୟ ନମ୍ବର ମା ରାମଚଣ୍ଡୀଙ୍କର ବାର୍ଷିକ ଉତ୍ସବ। ଆପଣ ଆସନ୍ତୁ, ଆପଣଙ୍କର ସହବାସୀ ଗ୍ରାମ ବନ୍ଧୁମାନେ ସମସ୍ତଙ୍କୁ ମଧ୍ୟ ଆମେ ସ୍ୱାଗତ କରୁଛୁ। ଆପଣ ଆସିପାରିବେ ଏଠି ମା ଦର୍ଶନ ପାଇଁ। এই ভিডিওটিকে ଯେଉଁମାନେ ଦେଖୁଛନ୍ତି ଭାଇମାନେ ସମସ୍ତଙ୍କୁ 6-7-8 ସମସ୍ତଙ୍କୁ ସ୍ୱାଗତ ରହିଲା ମା ରାମଚଣ୍ଡୀ ପୀଠକୁ। ସମସ୍ତେ ଦର୍ଶନ ପାଇଁ ଆଉ ଉପଭୋଗ କରିବାକୁ ଆସିପାରିବେ। ରାମଙ୍କ ଦ୍ୱାରା ପ୍ରତିଷ୍ଠିତ ମା ରାମଚଣ୍ଡୀ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ କାର୍ଯ୍ୟ ନିମନ୍ତେ ଫେବୃଆରୀ 6, 7, 8 ତାରିଖରେ ଗଞ୍ଜାମ ଜିଲ୍ଲାର କରପଡ଼ା ଗ୍ରାମ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମରେ ମା ରାମଚଣ୍ଡୀଙ୍କ ପୀଠରେ ମାଙ୍କ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଆପଣମାନଙ୍କୁ ଅନୁରୋଧ ଯେ ଆପଣ ଆସି ଏହି କାର୍ଯ୍ୟକ୍ରମରେ ନିଜ ପରିବାର ସହ ଯୋଗଦାନ କରି ମନ୍ଦିରକୁ ଉନ୍ନତି କରିବାରେ ସାହାଯ୍ୟ କରିବେ। ଜୟ ଶ୍ରୀ ମା ରାମଚଣ୍ଡୀ, ଜୟ ଶ୍ରୀରାମ।